प्रभु आपणामानक संगे रहन्तु। साधु वाक्य लिखित सुसमाचार पाठ। हे प्रभु तुम्हारा जय हो। 13 अध्याय 24 ରୁ 43 पद पर्यंत जीसु सेमानकु आगे दृष्टांत शुणाइले। स्वर्गराज्य एहिपरि एक मनुष्य सहित समान जे निज क्षेत्र भल विहन बुणी। लोके शोई पड़िଥିବା बेले शत्रु आसिला ओ गहम विहन उपरे बालुका विहन बुणी देई चालीगला। जेतेବେଳେ गछ उठिला ओ फल देला सेतेବେଳେ बालुका ମଧ୍ୟ दिशिला। ସେହି ଗୃହ ସ୍ୱାମୀଙ୍କ ଦାସମାନେ ଆସି ତାହାଙ୍କୁ କହିଲେ, ଆଜ୍ଞା ଆପଣ କ'ଣ କ୍ଷେତରେ ଭଲ ବିହନ ବୁଣି ନାହାନ୍ତି? ତେବେ ବାଳୁକା କେଉଁଠୁ ଆସିଲା? ସେ ସେମାନଙ୍କୁ କହିଲେ, ଶତ୍ରୁ ଆସି ସେହିପରି କରିଛି। ତେବେ ଦାସମାନେ ତାହାଙ୍କୁ କହିଲେ, ଆପଣଙ୍କର ଇଚ୍ଛା ହେଲେ ଆମେ ଯାଇ ତାହା ସବୁ ଉପାଡ଼ି ଆଣି କାଠି କରିବୁ। ତେଣୁ ସେ ସେମାନଙ୍କୁ କହିଲେ, ନା, ହୁଏତ ବାଳୁକା ବାଛୁ ବାଛୁ ତା ସହିତ ତୁମେ ଗହମ ମଧ୍ୟ ଉପାଡ଼ି ପକାଇବ। କଟା ହେବା ପର୍ଯ୍ୟନ୍ତ ଉଭୟ ବଢ଼ୁ। ସେତେବେଳେ ପ୍ରଥମେ ବାଳୁକା ସବୁ ଏକାଠି ଆଣି ବିଡ଼ା ବାନ୍ଧି ପୋଡ଼ି ଦେବାକୁ ଏବଂ ଗହମ ମୋ ଅମାରରେ ସାଇତି ରଖିବାକୁ ମୁଁ କଟାଳିମାନଙ୍କୁ କହିଲି। ଯୀଶୁ ଆହୁରି ଗୋଟିଏ ଦୃଷ୍ଟାନ୍ତ ସେମାନଙ୍କୁ ଦେଇ କହିଲେ, ସ୍ୱର୍ଗରାଜ୍ୟ ଗୋଟିଏ ସୋରିଷ ମଞ୍ଜି ପରି। ଜଣେ ଲୋକ ଏହାକୁ ନେଇ ତା ଭିତରେ ବୁଣିଲା। ଏହା ପ୍ରକୃତରେ ସବୁ ମଞ୍ଜି ଠାରୁ ଛୋଟ, କିନ୍ତୁ ସେ ବଢ଼ିବାରୁ ସବୁ ଶାଗ ଗଛ ମଧ୍ୟରେ ଏହିପରି ବଡ଼ ହୋଇ ଉଠିଲା ଯେ ତାହାର ଶାଖା ପ୍ରଶାଖାରେ ଆକାଶର ପକ୍ଷୀମାନେ ଆସି ବାସ କରିବାକୁ ଲାଗିଲେ। ଅନ୍ୟ ଏକ ଦୃଷ୍ଟାନ୍ତ ସେ ସେମାନଙ୍କୁ ଦେଲେ। ସ୍ୱର୍ଗରାଜ୍ୟର କଥା ତାଳିର କଥା କହିଲେ। ତାକୁ ନେଇ ଜଣେ ସ୍ତ୍ରୀ 3 ସେର ଗହମ ଚୁନାରେ ଏହିପରି ଗୋପନ କରି ରଖିଲେ ଯେ ଚୁନା ସବୁ ତାଳିମୟ ହୋଇଗଲା। ଏସବୁ କଥା ଯୀଶୁ ଲୋକମାନଙ୍କୁ ଉପମାରେ ହିଁ କହିଲେ। ବିନା ଉପମାରେ ସେ ସେମାନଙ୍କୁ କିଛି କହିଲେ ନାହିଁ। ଏହିପରି ଭାବରେ ଭବିଷ୍ୟତ ବକ୍ତା ଇଶାୟଙ୍କ ଦ୍ୱାରା କଥିତ କଥା ସଫଳ ହେଲା। ସେ କହି ଯାଇଛନ୍ତି, ମୁଁ ଉପମାରେ ହିଁ ମୁଁ ମୁହଁ ଖୋଲିଲି। ପୃଥିବୀର ଆରମ୍ଭରୁ ନିବିଡ଼ ରହିଥିବା କଥା ଘୋଷଣା କରିବି। ତତ୍ପରେ ସେ ଲୋକମାନଙ୍କୁ ବିଦାୟ ଦେଇ ଘରକୁ ଆସିଲେ। ତାହାଙ୍କର ଶିଷ୍ୟମାନେ ତାହାଙ୍କର ନିକଟକୁ ଆସି କହିଲେ, ଆମ୍ଭମାନଙ୍କୁ କ୍ଷେତର ବାଳୁକା ଉପମା କଥା ବୁଝାଇ ଦିଅନ୍ତୁ। ସେତେବେଳେ ସେ ଉତ୍ତର ଦେଇ ସେମାନଙ୍କୁ କହିଲେ, ଯେ ଉତ୍ତମ ବୀଜ ବୁଣେ ସେ ମନୁଷ୍ୟ ପୁତ୍ର। କ୍ଷେତ ପୃଥିବୀ। ଉତ୍ତମ ବିହନ ରାଜ୍ୟର ସନ୍ତାନଗଣ ଓ ବାଳୁକା ଦୁଷ୍ଟାତ୍ମାର ସନ୍ତାନ। ଯେଉଁ ଶତ୍ରୁ ଯେ ବାଳୁକା ବୁଣିଲା ସେ ଶୟତାନ। କାଟିବା ସମୟଟି ଜଗତର ପ୍ରଳୟ କାଳ ଏବଂ କଟାଳିମାନେ ଭୂତ। ଯେପରି ବାଳୁକା କଟାଯାଇ ନିଆଁରେ ପୋଡ଼ି ଦିଆଯାଏ, ଜଗତର ପ୍ରଳୟ କାଳରେ ସେହିପରି ମଧ୍ୟ ଘଟିବ। ଯେତେବେଳେ ମନୁଷ୍ୟପୁତ୍ର ନିଜ ଦୂତଗଣକୁ ପଠାଇବେ, ସେମାନେ ତାହାଙ୍କର ରାଜ୍ୟରୁ ସର୍ବସ୍ଖଳନକାରୀ ଓ ଅଧର୍ମଚାରୀମାନଙ୍କୁ ସଂଗ୍ରହ କରି ଅଗ୍ନିକୁଣ୍ଡରେ ନିକ୍ଷେପ କରିବେ। ସେଥିରେ କ୍ରନ୍ଦନ ଓ ଦନ୍ତ ଭୂଷଣ ହେଉଥିବ। ସେତେବେଳେ ଧାର୍ମିକମାନେ ସେମାନଙ୍କର ପିତାଙ୍କ ରାଜ୍ୟରେ ଦିବ୍ୟମାନ ହେଉଥିବେ। ଯାହାର କାନ ଅଛି ସେ ଶୁଣୁ। ପ୍ରଭୁଙ୍କର ସୁସମାଚାର। ମୋର ଭାଇ ଓ ଭଉଣୀମାନେ, ଆଜିର ଏହି 3ଟି ପଠନ ଶୁଣିଲା ପରେ ଆମେ ଜାଣୁ ଆତ୍ମା ଦୁଷ୍ଟାତ୍ମା, ପରମେଶ୍ୱର ପିଶାଚ, ଧାର୍ମିକ ଅଧାର୍ମିକ,
ए समस्त दृष्टांत देला परे प्रभु जीशु कहती जे जे विहन बुणिले से परमेश्वर तो बालुका किए बुणिला शैतान। मोर मानवीय दुर्बलता प्रभु को मोर गोटे प्रश्न, हे प्रभु तुम्हें तो स्वर्गमर्त श्रेष्ठा परमेश्वर, तुम शक्ति तो सबकि आधारित, तुमर अंगुलीर बिना इंगित कौन गोटे गचर पत्र दोहलिब ना। तेरे मो प्रभु पचार, प्रभु तुम्हें तो स्वर्गमर्त श्रेष्ठा सर्वशक्तिमान परमेश्वर, तुम्हें ही तो बुणाली, तुम्हें तो स्वर्गर राजा, तुम्हें ही तो से स्वर्ग राज्यर राजा, तेरे कहीं प्रभु शैतान को से बालुका बुणा तुम्हें आदेश देल। प्रभु से शैतान को दूर हो, शैतान कहते कौन हो न था कि प्रभु कहीं शैतान प्रभुंर इंगित बिना तो किसी साधन हुए ना, प्रभुंर ज्ञात सार छड़ा तो किसी घटब ना, पत्र दोहलिब ना, ए दुब घास कौलिब ना, दोहलिब ना। तेरे कहीं प्रभु ए सुंदर गहम सदृश राज्य ईश्वर राज्य प्रभु शैतान को बालुका बुणा को छाड़। मोर प्रिय भाई भौणी माने, आमर परमेश्वर कठिन परमेश्वर नुहति, से दया देखा परमेश्वर, मनुष्य को स्वाधीनता देउथिबा परमेश्वर। ए हेतु जेबे एदन उद्यान में परमेश्वर समस्त सृष्टि करी समस्त सृष्टिर दायित्व भार मनुष्य उपरे न्यस्त कला परे प्रभु मनुष्य को कहले, हे मनुष्य एदन उद्यान समस्त वृक्षर फल तुम्हें भक्षण करिब, किंतु एही ज्ञान वृक्षर फल तुम्हें भक्षण करिब नाही। से ज्ञान वृक्ष किए रोपण कले? शैतान रोपण कला। किए रोपण कले? प्रभु रोपण कर। किंतु प्रभु आदेश दे कौन खाइब कौन खाइब नाही, कौन खाइले बंचिब आउ कौन खाइले मरिब। प्रभु से ज्ञान देले, से बुद्धि देले, से प्रज्ञा देले, विवेक देले, विवेचना करो। तुमको प्रदत्त होइछि भल और मंद प्रदत्त होइछि, किंतु भल खाइबा पई आदेश दिया जाय अछि, मंद न खाइबा पई मध्य आदेश दिया जाय अछि। एवं ईश्वरकर आदेश पालन करी जे भल खाइब से चिरकाल बंचिब, जे मंद खाइब से अनंत मृत्यु लभिब। दोष कहार? परमेश्वरकर। दोष कहार? कथा बाहर नहीं ना, दोष आमर, दोष आमर, दोष मोर, दोष मोर, दोष मोर गुरु दोष। गीत गाला गाई दे दोष कहार बोले? आउ कहार देखियो परा, मो स्वामीर देखियो परा, मो पिलामानकर देखियो परा, मो शाशुर दोष देखियो परा। नहीं, दोष मोर, दोष मोर गुरु दोष, ईश्वर दोष ना। प्रभु सबू देले, भल फल देले, किंतु खाइबा पाई गोटा खाइब गोटा खाइब ना, से स्वाधीनता प्रभु देछन। मोर भाई और भौणी माने, ए मनुष्य आमे भल आ मंदर मिश्रण, परमेश्वर पिशाच, धर्म अधर्म, भल मंद, दक्षता दुर्बलता, ए समस्तर मिश्रण मनुष्य आमे समस्त ए समस्तर मिश्रण। आज सुसमाचार शुणिलु जे प्रभु स्वर्ग राज्य को बुझाइबा पाई अनेक दृष्टांत दौरान। कौन कहते? स्वर्ग राज्य गोटे सोरिष मंजी भरी, जहाँ बड़ गछ हो पक्षी मान आश्रय दिए। स्वर्ग राज्य तारी सदृश, एते सेर महल को अल्प टे ताड़ी ताहा कौन करे
ଫର୍ମେଟ୍ କରିଦିଏ ନାହିଁ, ତାକୁ ତିଆରି କରେ। ଈଶ୍ୱରଙ୍କର ରାଜ୍ୟ ମହମବତୀର ଆଲୋକ ସଦୃଶ୍ୟ, ଈଶ୍ୱରଙ୍କ ରାଜ୍ୟ ଲବଣ ସଦୃଶ୍ୟ। ଗୋଟିଏ ମହମ ଜ୍ୱଳନ୍ତ ବତୀ ଗୋଟିଏ ବକରାକୁ ଆଲୋକିତ କରେ, ଗୋଟିଏ ଚାମଚ ଲବଣ ଗୋଟିଏ ହାଣ୍ଡି ତରକାରୀକୁ ତାହା ସ୍ୱାଦିଷ୍ଟ କରେ। ଏ ସମସ୍ତ ଦୃଷ୍ଟାନ୍ତ ଈଶ୍ୱର ଦେଉଛନ୍ତି ଏବଂ ସେ କହୁଛନ୍ତି ତୁମ୍ଭେମାନେ ସେହି ତାଳି ସଦୃଶ୍ୟ, ତୁମ୍ଭେମାନେ ସେହି ଲବଣ, ତୁମ୍ଭେମାନେ ସେହି ଦୀପ, ତୁମ୍ଭେମାନେ ସେହି ସୋରିଷ ମଞ୍ଜି। ଈଶ୍ୱରଙ୍କ ରାଜ୍ୟ ସେହିଭଳି। ପ୍ରଭୁ ଆହୁରି ଅନେକ ଦୃଶ୍ୟ କହୁଛନ୍ତି ଈଶ୍ୱରଙ୍କ ରାଜ୍ୟ ମଣି ମୁକ୍ତା ଗୁପ୍ତ ରହିଥିବା ଜମି ସଦୃଶ୍ୟ, ଯାହାର ସନ୍ଧାନ ପାଇଲା ପରେ ସେ ବଣିକ ହେଉଥିବା କୃଷକ ଯାଇ ସର୍ବସ୍ୱ ବିକ୍ରୟ କରି ସେହି ମଣିମୁକ୍ତା ଥିବା ସମ୍ପଦ ଗୁପ୍ତ ରହିଥିବା ସେହି ଭୂମିକୁ କ୍ରୟ କରନ୍ତି। 100 ବସ୍ତା ଅଗାଡ଼ି ଧାନ ପରେ ସାଇତି ରଖିବା ଅପେକ୍ଷା 10 ବସ୍ତା ଭଲ ମଞ୍ଜି ଧାନ ସାଇତି ରଖିବା ହିଁ ଶ୍ରେୟସ୍କର। ଅଗାଡ଼ି ଧାନ ଘରେ ଭର୍ତ୍ତି କରି ମୁଁ ଧନୀ ବୋଲି କହିଲେ ସେ ଅଗାଡ଼ି ଧାନ କେବଳ ପୋକ ଆଉ ପୋକ ଯୋଗ ଥିବ, ସେଥିରେ ଆମର ଆହାର ମିଳିବ ନାହିଁ। ଏଣୁ ସେ ବଣିକ ସବୁ ବିକିଦେଲା, ଯାହା ମୂଲ୍ୟବାନ ତାହା ହିଁ ସେ କିଣିଲା। ଆଉ ସେ ଆଗେ ଯାଇ କହୁଛି ବନ୍ଧୁ କାହାରିକୁ ଦେବ ନାହିଁ, ସେ ଜମି ମୁଁ ହିଁ କ୍ରୟ କରିବି, ଟିକେ ଅପେକ୍ଷା କର। ସେ ଗଲା, ଟଙ୍କା ପଇସା ଯୋଗାଡ଼ କଲା, ସର୍ବସ୍ୱ ବିକ୍ରୟ କଲା, କାରଣ ଏ ସମସ୍ତ ସହସ୍ର ଏକର ସମ୍ପତ୍ତି ମୋର ଆବଶ୍ୟକ ନାହିଁ, ମୂଲ୍ୟବାନ ସମ୍ପଦ ମୋ ପାଇଁ ଶ୍ରେୟସ୍କର। ଆଉ ସେହି ଜମି କିଣିବା ପାଇଁ ସେ ସବୁକୁ ସେ ପରିତ୍ୟାଗ କଲା, ସମସ୍ତ ସେ ବିକ୍ରୟ କଲା। ଯେତେବେଳେ ଆମେ ସମୀକ୍ଷା କରୁଛୁ ଗହମ କିଏ ବାଳୁଙ୍ଗା କିଏ, ସମସ୍ତେ ସହଜରେ କରୁଛୁ ଗହମ ହେଉଛି ପ୍ରଭୁଙ୍କର ସନ୍ତାନ ମାନେ ଆଉ ବାଳୁଙ୍ଗା ହେଉଛି ଶୈତାନର ସନ୍ତାନ ମାନେ। ହେଲେ ଯଦି ମୁଁ ଆଜି ପଚାରିବି ଗହମ କିଏ ବାଳୁଙ୍ଗା କିଏ, ଗହମ ବି ବାଳୁଙ୍ଗା ବି। ଆଉ ଥରେ କହୁଛି ବାଳୁଙ୍ଗା ମୋର ସ୍ୱାମୀ ହେଇଥିବ ପରା, ବାଳୁଙ୍ଗା ମୋର ଶାଶୁ ହେଇଥିବ ପରା, ବାଳୁଙ୍ଗା ମୋର ପିଲାମାନେ ହେଇଥିବ ପରା। ନାଇଁ ରେ ଭାଇ, ସେ ଗହମ ବି ମୁଁ, ସେ ବାଳୁଙ୍ଗା ବି। ମତେ ପଢ଼ିବାକୁ ସୁଯୋଗ ପଢ଼ିବା କେବଳ ସେଇ ଗହମ ବାଳୁଙ୍ଗା ସେ ଭୂମିର ଗହମ ବାଳୁଙ୍ଗା ପ୍ରଭୁ ବଢ଼ିବା ପାଇଁ ସୁଯୋଗ ଦେଲେ ନାହିଁ। ପ୍ରଭୁ ମୋତେ ସୁଯୋଗ ଦେଉଛନ୍ତି, ପ୍ରଭୁ ଆପଣମାନଙ୍କୁ ସୁଯୋଗ ଦେଉଛନ୍ତି। କେଉଁ ପଥରେ ପଢ଼ିବାର ଆବଶ୍ୟକତା ଅଛି ତାହା ମଧ୍ୟ ଶିକ୍ଷା ଦେଇଅଛନ୍ତି। ଦେଖନ୍ତୁ, ଯେଉଁମାନେ ସଚ୍ଚୋଟ ଭାବରେ ପ୍ରାର୍ଥନା କରନ୍ତି, ପ୍ରଭୁ ପ୍ରିୟ ଲୋକମାନେ ପ୍ରାର୍ଥନାକାରୀ ମାନେ, ସେମାନଙ୍କୁ ସନ୍ଦେଶ ଆସିବ, ଆଉ ତାହା ମିଥ୍ୟା ନୁହଁ, ତାହା ମିଥ୍ୟା ନୁହଁ। ଅନେକ ଆତ୍ମିକ ବ୍ୟକ୍ତି ଅଛନ୍ତି ଯେଉଁମାନେ ସବୁବେଳେ ପ୍ରାର୍ଥନାରେ ଯେମିତି ହାନ୍ନା ହେଉ, ସାମୁଏଲ ହେଉ, କିମ୍ବା ଆମର ଏଲିୟ ହୁଅନ୍ତୁ, କିମ୍ବା ଆମର ସିମେନ ହୁଅନ୍ତୁ, ମାନେ ପ୍ରଭୁଙ୍କ ସମ୍ପର୍କରେ ନାହିଁ, ସେମାନେ କଥା କହୁଥିଲେ, ଭବିଷ୍ୟତବାଣୀ କରୁଥିଲେ। ଖାଲି ସେମାନେ ଭବିଷ୍ୟତବାଣୀ କରିବା ପାଇଁ ସାର୍ଟିଫିକେଟ୍ ଗଭର୍ଣ୍ଣମେଣ୍ଟରୁ ଆଣିନଥିଲେ, ସାର୍ଟିଫିକେଟ୍ କାହାଠାରୁ ଆଣିନଥିଲେ, କାହାଠାରୁ ରେକମେଣ୍ଡେସନ୍ ଆଣିନଥିଲେ। ସେମାନେ ତାହା ପ୍ରଭୁ ପ୍ରଦର୍ଶିଥିଲେ, କାରଣ ସେମାନେ ପ୍ରଭୁଙ୍କ ସହିତ ସର୍ବଦା ସଂଯୁକ୍ତ ରହୁଥିଲେ, ଆଉ ପ୍ରଭୁ ସେମାନଙ୍କୁ ସେହି ଶକ୍ତି ଦେଇଥିଲେ। ଆପଣ ଯଦି ଯିବେ ସର୍କଲ ଜେଲ୍ ପରେ ଆମର କାରାଗାର ମଣ୍ଡଳ କାରାଗାର ପରେ ବ୍ରହ୍ମପୁର 800-900 କଏଦୀ ଅଛନ୍ତି। ସେ ଭିତରେ କେତେ କଏଦୀମାନେ ଅଛନ୍ତି, ତାଙ୍କୁ ଦେଖିଲେ ଆମର କଲିଜା ପାଟିଲା ଲାଗିବ। ତୋତା ଦେଖିବେ କିଏ 100 ଜଣଙ୍କୁ କିଏ 200 ଜଣଙ୍କୁ ମର କରିଛି, ଆଉ ତାଙ୍କୁ କିଛି ଲାଗୁନାହିଁ। ଘରେ ପଶିଥିବା କୁକୁଡ଼ା କାଟିଲା ବେଳେ ତାକୁ କିଛି କଷ୍ଟ ଅଛି, ଏତେ କଷ୍ଟ ଦେଇ କଷ୍ଟରେ ତାକୁ ବଢ଼େଇଲି, ଖାଇବାକୁ ଦେଲି, ସେ କୁକୁଡ଼ାକୁ କାଟି ଖାଇବାଲି ନାଇଁ ଆଉ କେବେ ଦେଖିବା ଯାଅ ତମେ ମାନେ ଦୋକାନ ନେଇନା ବେଳେ ହେଉଛି ନା ସେମିତି। ଘରର ପୋଷା କୁକୁଡ଼ା କାଟିବାକୁ କଷ୍ଟ ଲାଗୁଛି, କିନ୍ତୁ ଏହି ଲୋକମାନେ କେତେ ଜଣ ଅଛନ୍ତି, ଜଣକୁ 2 ଜଣକୁ 3 ଜଣକୁ 4 ଜଣକୁ ଉଡ଼ିଲେ ତାଙ୍କୁ ଆଉ କିଛି ଲାଗୁନାହିଁ। ଚିକେନ୍ କାଟିଲା କଷ୍ଟ ଲାଗିଲା, ତାକୁ ଚିକେନ୍ ଠାରୁ ମଧ୍ୟ ଏ ଜନ୍ଦା ପିମ୍ପୁଡ଼ି ମାରିଲା ବେଳେ ତାକୁ ଲାଗୁଛି, କିମ୍ବା ଉଇ ଗୁଙ୍କାର ସୋଗୀମାନଙ୍କୁ ମାରିଲା ବେଳେ ଲାଗୁଛି। ସେମିତି ଲୋକ ଅଛନ୍ତି ଶହ ଶହ ଲୋକଙ୍କୁ ମର୍ଡର କରି ତାଙ୍କୁ କିଛି ମଧ୍ୟ ଲାଗୁନାହିଁ। ଜୀବନ ପ୍ରତି ତାର ପ୍ରେମ ନାହିଁ, ଭୟ ନାହିଁ, ନା ଭଗବାନଙ୍କୁ, ନା ଭୂତକୁ, ନା ମନୁଷ୍ୟକୁ, ନା ପରମେଶ୍ୱରକୁ, ନା ଶୈତାନକୁ, ନା ଈଶ୍ୱରକୁ, କାହାକୁ ସେ ଭୟ କରି ସେ ଶୈତାନ ପାଠରେ ସେ ହି ସେ ସାଚୁରେଟେଡ୍ ସେଇଟା
शैतानिक शक्ति तार संपूर्ण जर्जरित आ मरण करवा गोटे खेल गोटे खेल से कौन मनुष्य नुहे कि इज ए नॉट ए ह्यूमन बीइंग डज गॉड नॉट लिव विदिन हिम पर परमेश्वर ता मध्य वास करना कि कौन प्रभु ताको सृष्टि करना कि कौन प्रभु तार मध्य से जघन्य अपराधी प्रभु नुहंती कि खाली केवल से प्रभु आपणमानकर मोर कि से अपराधी से परमेश्वर नुहंती कि तेबे कहीं से अपराध से जर्जरित हो गला ना दया ना प्रेम ना क्षमा ना स्नेह ना श्रद्धा केवल हत्या हत्या और हत्या एक पक्षरे आत्मिक शक्ति लाभ करुछि अन्य पक्षरे मंद शक्ति बढ़ी 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 चरम शीर्ष पहुँचुछि दोष कहार दोष मोर मिया फुलवा परमेश्वर नहीं प्रभु ताको सुযোগ देले बाछिबार बुद्धि देले भल मंद विवेचना करिबार विवेक देले विवेक बुद्धि विवेचना प्रज्ञा समस्त प्राप्त हो जेतेबेले मंद आत्मा को धीरे धीरे को वृद्धि करुछि दशकार दश मोर दश ईश्वर तथापि आज प्रथम घटना आम शुणा से प्रभु परमेश्वर से न्यायवंत प्रज्ञाभूत ग्राम शुणा से प्रभु अनंती से न्यायवंत से धार्मिक धार्मिकतार आमर शक्ति आम शक्ति प्राप्त होता ईश्वर धार्मिकतार आम शक्ति प्राप्त होता एवं तांकर शक्ति आम ईश्वर धार्मिकतार आम शक्ति प्राप्त होता एवं ताहांक शक्ति आम ईश्वर धार्मिकतार आम शक्ति प्राप्त करूँ एवं ईश्वर शक्ति आम धार्मिकता प्राप्त करूँ ईश्वर शक्ति आम धार्मिकता प्राप्त करूँ ईश्वर धार्मिकता आम शक्ति प्राप्त करूँ कारण से हमें न्यायवान से न्यायवंत परमेश्वर अर्थात से दयालु परमेश्वर जदि से दया करना था से गहम आ बारुदा उभय को से बढ़वा दे ना ना देवक संगे गिंपा करी मुड़ मारे गला सरी कहीं जगिब से अमल समय पर्यंत बाछी दियो भिन्न कर दियो तोड़ी दियो आरंभ से मरी जातु नहीं प्रभु बढ़वा सुযোগ देले यदि प्रभु आज मते बंचीबार सुযোগ दे न थाते ना मुझे खियाई पारती ना आपण से बसी पारि थाते प्रभु बंचीबार सुযোগ दे बढ़िबार सुযোগ दे से प्रेम रे अधीर न होई अस्थिर न होई विचलित न होई से पेशेंटली धैर्य सहित प्रभु अपेक्षा करते मानिबा पड़िबो तांकर टिके कोन हम विचलित हो जाउ टिके कोन हेले आमे पूरा इरिटेटेड हो जाउ नहीं अल्प टिके अल्प विषय रे विचलित मन अल्प विषय रे चिंतित अल्प विषय रे प्रधान्वित अल्प विषय प्रधान्वित अत्यधिक प्रधान्वित सबले बोलছি ना अत्यधिक प्रधान्वित होगा भी आम केवल शरीर पक्षे नुह आम शरीर पक्षे आत्मा पक्षे आम हृदय सब हार्ट अटैक सामान्य सामान्य कथार सामान्य कथार जो कहते ना झिमिटी खेलू महाभारत शिल्पी भाया सामान्य कथार महाभारत तांडव हो जाऊँ आम पढ़ा आम गृह स्नेह श्रद्धा कर दयालु पिता तुम्हें स्नेहमय तुम्हें सुधामय तुम्हें करुणामय तुम्हें दयामय देवा सर्वेश्वरा सब कहीदे घर भर तांडव चल आम पापी मैंने पापी खाऊ से आगमन कर करवा निमंते सदा प्रभु मोर सदा प्रभु मोर प्रतिपालक
ସେ ପଥରରେ ମୋତେ ଶୟନ କରାନ୍ତି ନାହିଁ, ସେ କୋମଳ ଏବଂ ତୃଣମୟ ଶଯ୍ୟାରେ ସେ ମୋତେ ଶୟନ କରାନ୍ତି। ସେ ସ୍ଥିର ଜଳ, ଶୁଷ୍କ ଭୂମିରେ ନୁହଁ, ମରୁଭୂମିରେ ନୁହଁ, ମରୁଡ଼ି ପଡ଼ିଥିବା ସ୍ଥାନରେ ନୁହଁ, ସେ ସ୍ଥିର ଜଳ, ସେଇ ନିର୍ଝରଣୀ ଯାହା କେବେ ଶୁଖିବ ନାହିଁ କିମ୍ବା ଉଣା ହେବ ନାହିଁ କିମ୍ବା ଖାଲି ପଡ଼ିବ ନାହିଁ, ସେ ସ୍ଥିର ଜଳ ପାଶେ ପାଶେ ମୋତେ ବଢ଼ାଇ ନିଅନ୍ତି। ଯେଉଁ ବୃକ୍ଷ ସ୍ଥିର ଜଳ ପାଶେ ପାଶେ ରୋପିତ ତାହା କେବେ ଶୁଷ୍କ ହେବ ନାହିଁ, କାରଣ ତାହା ଆର୍ଦ୍ର ହୋଇ ରହିବ। କାରଣ ତାହାର ସେ ବୃକ୍ଷର ଆର୍ଦ୍ରତା ନିଜର ଶକ୍ତିରେ ନୁହଁ, ବରଂ ତା ପାଖରେ ଥିବା ପୁଷ୍କରଣୀ ବା ଝରଣାର ଶକ୍ତି ପାଖରେ। ସେଥିପାଇଁ ଆମେ ଆସିଅଛୁ, ପ୍ରଭୁ ମୋର ଏହି ଶୁଷ୍କ ଜୀବନକୁ ଆର୍ଦ୍ର କର ପ୍ରଭୁ, ମୋର ଏହି ଶୂନ୍ୟ ଜୀବନକୁ ପୂର୍ଣ୍ଣ କର ପ୍ରଭୁ, ମୋର ଏହି ବିଚଳିତ ମନକୁ ଶାନ୍ତ କର ପ୍ରଭୁ, ମୋର ପାପମୟ ଜୀବନକୁ କ୍ଷମା ପ୍ରଦାନ କର ପ୍ରଭୁ। ସେଥିପାଇଁ ଆମେ ଆସିଅଛୁ, ନା ଧାର୍ମିକ ବୋଲି ଆସିଅଛୁ। ଆଉ କେହି କହିବେ ହଁ ଏ ସବୁ କଲା ପରେ ଗୀତା କଲେ କି ଲାଭ? ଆରେ ଭାଇ, ମୁଁ ତ ପାପ କରିଛି ବୋଲି ଗୀତାକୁ ଆସୁଛି ନା, ଏତେ ସବୁ କାଣ୍ଡ କରୁଛ ବାହାରେ, ଆଉ ଗୀତା କଲେ କି ଲାଭ? ନାହିଁ, ଗୀତା କଲେ ଲାଭ ହବ। ଦ୍ୱିତୀୟ ପଠନକୁ ଆସିଲା ବେଳେ ସାଧୁ ପାଉଲ କହୁଛନ୍ତି, ହେ ପ୍ରିୟମାନେ, ତୁମର ଦୁର୍ବଳତାରେ ପ୍ରଭୁଙ୍କର ଆତ୍ମା ତୁମକୁ ସାହାଯ୍ୟ କରିବ। The Spirit helps us in our weakness. ଆମର ଦୁର୍ବଳତାରେ ପ୍ରଭୁଙ୍କର ଆତ୍ମା ଆମକୁ ସାହାଯ୍ୟ କରେ। ସଦାନ ପୂର୍ବରୁ ପ୍ରଭୁ କ'ଣ କହୁଥିଲେ? ମୁଁ ତୁମକୁ ଅନାଥ କରି ଛାଡ଼ି ଚାଲି ଯାଉ ନାହିଁ, ତୁମମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ମୁଁ ସହାୟକଙ୍କୁ ପ୍ରେରଣ କରିବି। ଆଉ ସେ ସହାୟକ କିଏ? ପ୍ରଭୁଙ୍କର ଆତ୍ମା, ପବିତ୍ର ଆତ୍ମାକୁ ମୁଁ ପ୍ରେରଣ କରିବି। 40 ଦିନ କାଳ, ପୁନରୁତ୍ଥାନର 40 ଦିନ କାଳ ପ୍ରଭୁ ତାହା ହିଁ କହିଲେ, ମୁଁ ପୁନରୁତ୍ଥାନ ତୁମ ସାଙ୍ଗରେ ଅଛି, ଆଉ ଅଳ୍ପ ମଧ୍ୟରେ ମୁଁ ତୁମ ସାଙ୍ଗରେ ନଥିବି, ଆଉ ତୁମ ଠାରୁ ମୁଁ ଚାଲିଯିବି। କିନ୍ତୁ ମନେ ରଖ, ଅସହାୟ ଅନୁଭବ କର ନାହିଁ, ନିରାଶ୍ରୟ ଅନୁଭବ କର ନାହିଁ, ଅନାଥ କରି ମୁଁ ତୁମକୁ ଛାଡ଼ି ଚାଲି ଯାଉ ନାହିଁ। ତୁମକୁ ସାହାଯ୍ୟ କରିବା ନିମନ୍ତେ, ତୁମକୁ ପ୍ରେରଣା ଦେବା ନିମନ୍ତେ, ତୁମକୁ ଶକ୍ତି ବଳ ଯୋଗାଇବା ନିମନ୍ତେ ତୁମର ଆମ୍ବର ଆତ୍ମା, ପବିତ୍ର ଆତ୍ମାକୁ ତୁମ ନିମନ୍ତେ ପ୍ରେରଣ କରିବ ବୋଲି ପ୍ରଭୁ କହୁଛନ୍ତି ନା। এই প্রথম পঠন, দ্বিতীয় পঠন, তৃতীয় পঠন, এ সমস্ত আচরণ প্রভু তোমাকে সাহায্য, প্রভু তোমার সহায়ক হুয়ে। আমার আত্মা তোমার দুর্বলতা তোমাকে সাহায্য করে। মোর বন্ধু বন্ধু মানে দয়া দেওয়া দ্বারা দয়া পাইবা, প্রেম দেওয়া দ্বারা প্রেম পাইবা, ক্ষমা দেওয়া দ্বারা ক্ষমা পাইবা, খুশি বাঁটিলে খুশি, খুশি বাঁটিলে খুশি, দুঃখ বাঁটিলে দুঃখ, দুঃখ বাঁটিলে দুঃখ না বলি কমিব। দুঃখ কমিলে কଣ লাগিব? দুঃখ কমিগলে কଣ বଢିବ? খুশি বଢିବ। ଯଦି ଆମେ ପରସ୍ପର ଦୁଃଖ ବାଣ୍ଟିବା କଣ ବଢିବ? খুশি ବାଣ୍ଟିଲେ খুশି ବଢିବ, ଦୁଃଖ ବାଣ୍ଟିଲେ ବି খুশି ହିଁ ବଢିବ। क्षमा देले क्षमा पाइबा। दिने प्रभु स्वर्गर लोक मान अछंती, नरक लोक मान अछंती। अरे प्रभु कोन कले? नरक लोक मान मध्य भल भल खाद्य परसी देले, स्वर्ग लोक मान मध्य भल भल खाद्य परसी देले। समस्त स्वर्ग लोक मान को नरक लोक समान खाद्य देले, स्वादिष्ट उत्कृष्ट खाद्य देले। किंतु खाद्य सामने अच्छी प्रभु कौन कले? से मालिक कौन कले? हाथ दीटा एमती कर पछपटे बाड़ी पड़ी एमती बांधी देते ना। पछपटे आम हाथ एमती अच्छी गोटे लंबा बाउंशे ये पछपटे एमती बांधी देले जमी आम खाद्य एमती खाई पार ना। हाथ बंधा है एमती बांधी देले। क्या बांधी देले? स्वर्ग लोक मान बांधी देले, नरक लोक मान बांधी देले जिन से खाद्य खाई पारे ना। स्वर्ग लोक समान खाद्य, नरक लोक समान खाद्य। स्वर्ग लोक हाथ बंधा है, नरक लोक हाथ बंधा है। 8-10 दिन पर देखा गला बेले स्वर्ग लोक मान पूरा तागड़ा तागड़ा नरक लोक पूरा पूरा
ବାଙ୍ଗଲୋର କଥା ଦୁର୍ବଳ ହେଇଗଲେଣି ବେଚାରା 48 ଦିନ ଖାଇନି ତାକୁ କାଲି ପୋଲିସ ଦବାକୁ ଉଠାଇ ନେଇଗଲେ ନା ନ୍ୟାୟ କାହିଁ ଅନ୍ତତଃ ଟିକେ ଯାଇ କଥାବାର୍ତ୍ତା ତ ହେଇଥାନ୍ତେ ସେଟା ଜାଣିପାରିଲାନି ଓକେ ଆମେ ସେ ପଲିଟିକାଲ ଇଏକୁ ଯିବାନି କିନ୍ତୁ ସତ୍ୟ ଜଣେ ଲୋକ ଗୋଟେ ନ୍ୟାୟ ଅନଶନ କରୁଛି ତା ସହିତ ସମଝୋତା ବୋଲି ଗୋଟେ ଜିନିଷ ଅଛି ନା ବୁଝାମଣା ଗୋଟେ ଜିନିଷ ଅଛି ନା ଆମର ଘର ମଧ୍ୟରେ ବୁଝାମଣା ଭାଇ ଭାଇ ମଧ୍ୟରେ ଭଉଣୀ ମଧ୍ୟରେ ସମସ୍ତେ ବୁଝାମଣା ହେଉଛି ନା ଅନୁଭୂତି ବୁଝାମଣା ବି ହେଉଛି ନା ଓକେ ଛାଡ଼ ହେଲେ ଆମେ ଆମର ଷ୍ଟୋରି ବାଜିବା ସ୍ୱର୍ଗର ଲୋକମାନଙ୍କର ଖାଦ୍ୟ ସମାନ ନର୍କ ଲୋକମାନଙ୍କ ଖାଦ୍ୟ ସମାନ କିନ୍ତୁ ସ୍ୱର୍ଗ ଲୋକମାନଙ୍କ ହାତ ମଧ୍ୟ ବନ୍ଧା ଯାଇଛି ନର୍କ ଲୋକମାନଙ୍କ ମଧ୍ୟ ହାତ ବନ୍ଧା ଯାଇଛି ଯେମିତି ସେମାନେ ଆଉ ନିଜେ ଖାଇପାରିବେ ନା କିନ୍ତୁ 10 ଦିନ ପରେ ଗଲାବେଳେ ସ୍ୱର୍ଗର ଲୋକମାନେ ପୁରା ମୁଣ୍ଡା ତାଗଡ଼ା ହେଇଛି ହୃଷ୍ଟପୃଷ୍ଟ ଅଛନ୍ତି ଆରାମରେ ହାତ ତ ବନ୍ଧା ହେଇଛି ନା ଆରାମରେ ବୁଲିକି ବହୁତ ମସ୍ତି କରି ଅଛନ୍ତି କିନ୍ତୁ ନର୍କର ଲୋକମାନେ ଖାଇପାରୁନାହାନ୍ତି ଜରା ଜୀର୍ଣ୍ଣ ହୋଇ ପୁରା ମାଡ଼ ଗୋଡ଼ ହୋଇ କଦଳୀ ଖାଦ୍ୟ ଦେଲେ ଆମେ ଖାଇବା ଖାଦ୍ୟ ବାନ୍ଧି ଦେଲେ ଏ ଖରାପ କଥା ଏମିତି କହି ସେମାନେ ପୁରା ନର୍କକୁ ଆଉ ଡବଲ ନର୍କ କରିଦେଇଛନ୍ତି କ'ଣ ହେଇଥିବ ସେମାନଙ୍କର ସମାନ ଖାଦ୍ୟ ସମାନ ହାତ ବନ୍ଧା ହେଇଛି ଏମାନଙ୍କର ସମାନ ଖାଦ୍ୟ ସମାନ ହାତ ବନ୍ଧା ହେଇଛି କିନ୍ତୁ ଗୋଟେ ପକ୍ଷର ଲୋକମାନେ ଆରାମରେ ଖାଇ ପିଇକି ମୋଟାଇ ଅଛନ୍ତି ଅନ୍ୟ ପକ୍ଷର ଲୋକମାନେ ଦୁର୍ବଳ ଜରାଜୀର୍ଣ୍ଣ ହେଇକି କର୍କଶ କ୍ରୋଧରେ ଜୀବନଯାପନ କରୁଛନ୍ତି লীନ ହେଇକି କ'ଣ କଙ୍କାଳ ହେଇଗଲେ ଆଠ ଦଶ ଖାଇନାହାନ୍ତି ସ୍ୱର୍ଗର ଲୋକମାନେ କ'ଣ କଲେ ହାତ ଏମିତି ବନ୍ଧା ହେଇଛି ଏମାନେ ଇଏ କ'ଣ କଲା ମୁଁ କ'ଣ କରିବି ମୁଁ ତାଙ୍କୁ ଖାଇଦେଲି ସିଏ ମୋତେ ଖାଇଦେଲା ଆରାମରେ କାମ ହେଇଗଲା ମୁଁ ନିଜେ ସିନା ଖାଇପାରିବି ନାହିଁ କିନ୍ତୁ ମୁଁ ଅନ୍ୟ ଲୋକ ଖାଇପାରିବି ନା ମୋ ହାତ ଏମିତି ବନ୍ଧା ହେଇଛି ମୁଁ ଖାଦ୍ୟ ତାକୁ ଖୁଆଇଲି ସିଆଡ଼େ ମୋତେ ଖୁଆଇଦେଲା ମୁଁ ଖାଦ୍ୟ ତାକୁ ଖୁଆଇଦେଲି ସିଏ ତାକୁ ଖାଇଦେଲା ହାତ ବନ୍ଧା ହେଇଛି ମୁଁ ନିଜେ ଖାଦ୍ୟ ନିଜ ହାତରେ ଖାଇପାରିବି ନାହିଁ କିନ୍ତୁ ମୋ ହାତରେ ମୁଁ ଅନ୍ୟ ଜଣକୁ ଖାଇପାରିବି ଆଉ ଅନ୍ୟ ଜଣେ ତାର ହାତ ବନ୍ଧା ହେଇଥିଲେ ମଧ୍ୟ ସେ ମୋତେ ଖୁଆଇପାରିବ ଆଉ ତାର ବି ପେଟ ଭରିବ ମୋର ବି ପେଟ ଭରିବ କିନ୍ତୁ ନର୍କର ଲୋକମାନେ କ'ଣ କଲେ ନା ମୁଁ ଖାଇପାରିବି ମୁଁ ତାକୁ କହିଦେବି ନାଇଁ ସେଇଟା ହେଇପାରିବ হ্যাঁ সে ভাবছে না ମୁଁ ଖାଇକି ମୁଁ ତାକୁ କହିଦେବି ନାଇଁ ସେ ଖାଇବ ନାଇଁ ନାଇଁ ସେଇଟା ମୁଁ କରିପାରିବି ଏମିତି ଭାବି ନା ଖାଇପାରିଲେ ନା ତାକୁ ଖୁଆଇଲେ କିନ୍ତୁ ତାକୁ ସ୍ୱାର୍ଥପର ହେଇପାରୁଥିବା ନର୍କର ଲୋକମାନେ ସ୍ୱାର୍ଥପର ହେଇଗଲେ ସ୍ୱର୍ଗର ଲୋକମାନେ ଉଦାର ହେଲେ ପରସ୍ପରକୁ ଖାଇଲେ ଆରାମରେ ମୁଁ ତ ଖାଇପାରିବିନି କିନ୍ତୁ ମୁଁ ଅନ୍ୟକୁ ଖାଇପାରିବି ଖୁସି ସେ ବି ଖୁସି ମୁଁ ବି ଖୁସି ବିନ୍ ବିନ୍ ମେଥଡ଼ କରୁନାହାନ୍ତି ସେମାନେ ଖୁସିରେ ରହିଲେ କିନ୍ତୁ ମୋର ପିଲାମାନେ କ'ଣ ହେଉଛି ଆମେ ସେ ନର୍କର ଲୋକମାନଙ୍କ ଭଳି ବେଳେବେଳେ ନା ଖାଉଛୁ ନା ଆମେ ଖାଇପାରୁଛୁ ନା ସାହାଯ୍ୟ ଦେଉଛୁ ନା ସାହାଯ୍ୟ ପାଉଛୁ ଏଇଭଳି କରି ଆମେ ବଞ୍ଚିଥାଉ ମଧ୍ୟ ଆମ ଜୀବନକୁ ସ୍ୱର୍ଗରେ ଥାଇ ମଧ୍ୟ ସ୍ୱର୍ଗର ସୁଯୋଗ ଥାଇ ମଧ୍ୟ ନିଜ ଜୀବନକୁ ଆମେ ନର୍କ ସୁନ୍ଦର ପରିବାରକୁ ମଧ୍ୟ ଆମେ ନର୍କରେ ପରିଣତ କରୁଅଛୁ ଆଜି ଆମେ ଆସିଅଛୁ ଏ ସମସ୍ତ ପାଠ୍ୟ ସମୟରେ ତାଙ୍କ ପ୍ରାଙ୍ଗଣକୁ ଆସିଅଛୁ ତାଙ୍କ ସାମକୁ ଆସିଅଛୁ ସେ ପ୍ରଭୁ କହୁଛନ୍ତି ତୁମେ ଆମେ ପ୍ରଜ୍ଞାପିତ ଅଛନ୍ତି ତୁମେ ଯଦି ପ୍ରଭୁଙ୍କ ସାମୁରେ ତୁମେ ସମର୍ପିତ ହେବ ଈଶ୍ୱରଙ୍କର ଶକ୍ତି ହେବ ତୁମର ଧାର୍ମିକତା ତାହାଙ୍କର ଧାର୍ମିକତା ହେବ ତୁମର ଶକ୍ତି ଯେବେ ଆମେ ତାଙ୍କର ପ୍ରାର୍ଥନା କରିବା ତାହାଙ୍କର ଧାର୍ମିକତା ହେବ ଆମର ଶକ୍ତି ଏବଂ ତାହାଙ୍କର ଶକ୍ତି ହେବ ଆମର ଧାର୍ମିକତା ଯେ ପ୍ରଭୁଙ୍କର ଶକ୍ତି ପ୍ରଭୁଙ୍କର ଧାର୍ମିକତା ଆମଠାରେ ଅଛି ଶୈତାନ ଆମର କୌଣସି କ୍ଷତି କରିପାରିବ ନାହିଁ ବାଳୁକା ଅନେକ ଆମେ ଏଇଠି ଅଛୁ ମାନେ ଚାରିପଟେ ଖାଲି ବାଳୁକା ଆଉ ବାଳୁକା ପକେଟ କରିବେ ତଥାପି ଯଦି ଈଶ୍ୱରଙ୍କର ଧାର୍ମିକତା ଈଶ୍ୱରଙ୍କର ଶକ୍ତି ଯଦି ଆମଠାରେ ଅଛି ଏ ଶତ୍ରୁ ଏ ଶୈତାନ ଏ ବାଳୁକା ଗହମକୁ ନଷ୍ଟ କରିପାରିବ ନାହିଁ ପ୍ରଭୁ ଆମ ସମସ୍ତଙ୍କୁ